ମୁଁ ତପନ ସାର୍ ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ଇତିହାସ ବିତିହାସକୁ। ଆଜି ଆମେ ଆଲୋଚନା କରିବା ଇତିହାସ, ଏହାର ଅର୍ଥ ଏବଂ ପ୍ରାସଙ୍ଗିକତା ବିଷୟରେ। ତ ଏହି ପରିପ୍ରେକ୍ଷୀରେ ଆମେ ସର୍ବପ୍ରଥମେ ଆଲୋଚନା କରିବା ଇତିହାସର ଅର୍ଥ ବିଷୟରେ, ଯାହାକୁ ଆମେ ଓଡ଼ିଆରେ ଇତିହାସ ବୋଲି କହୁଛେ। ତାର ଇଂରାଜୀ ଶବ୍ଦ ହେଲା ହିଷ୍ଟୋରି ଏବଂ ଏହି ଇଂରାଜୀ ଶବ୍ଦ ହିଷ୍ଟୋରି ଗ୍ରୀକ୍ ଶବ୍ଦ ଇଷ୍ଟୋରିଆରୁ ଉତ୍ପତ୍ତି ହୋଇଛି। ଲାଟିନ୍ ଭାଷାରେ ବା ଏହାର ଲାଟିନ୍ ଶବ୍ଦ ହେଉଛି ହିଷ୍ଟୋରିଆ। ଫରାସୀ ବା ଫ୍ରେଞ୍ଚ ଭାଷାରେ ଏହାକୁ ହିଷ୍ଟୋରି ବୋଲି କୁହାଯାଏ। ତ ଉପରୋକ୍ତ ଇଷ୍ଟୋରିଆ କୁହନ୍ତୁ ବା ହିଷ୍ଟୋରିଆ କୁହନ୍ତୁ ବା ହିଷ୍ଟୋରି କୁହନ୍ତୁ, ଏହି ଶବ୍ଦ ଗୁଡ଼ିକର ଅର୍ଥ ହେଲା ଅନୁସନ୍ଧାନ କରିବା ବା ଗବେଷଣା କରିବା ବା ସର୍ବେକ୍ଷଣ ପୂର୍ବକ ଶିକ୍ଷା ଗ୍ରହଣ କରିବା। ଅତଏବ ସରଳ ଭାଷାରେ ଯଦି ଆମେ ଇତିହାସକୁ ବୁଝିବାକୁ ଚେଷ୍ଟା କରିବା, ତାହେଲେ ତାର ଅର୍ଥ ହେବ ଅତୀତର ଅଭିବ୍ୟକ୍ତି ହିଁ ହେଉଛି ଇତିହାସ। ଇତିହାସ ଏକ ଚମତ୍କାର ବିଷୟ ଏବଂ ଇତିହାସ କେମିତି ଆରମ୍ଭ ହେଲା, ଇତିହାସ ଲେଖିବାର ପ୍ରକ୍ରିୟା କେଉଁମାନେ ଆରମ୍ଭ କଲେ, ସେଟା ବି ଏକ ଚମତ୍କାର ପ୍ରସଙ୍ଗ। ସର୍ବପ୍ରଥମେ ଗ୍ରୀସ୍ ଦେଶର ହେରୋଡୋଟସ୍ ଇଷ୍ଟୋରିଆ ନାମକ ଏକ ଗ୍ରନ୍ଥ ରଚନା କରିଥିଲେ। ଠିକ୍ ଅଛି। ଏବଂ ସେଇ ଇଷ୍ଟୋରିଆ ନାମକ ଗ୍ରନ୍ଥରେ ସେ ପାରସ୍ୟ ଏବଂ ଗ୍ରୀସ୍ ମଧ୍ୟରେ ସଂଗଠିତ ହୋଇଥିବା ଯୁଦ୍ଧର ବିଷୟବସ୍ତୁକୁ ଉପଜୀବ୍ୟ କରିଥିଲେ। ଏବଂ ଏହି ଇଷ୍ଟୋରିଆ ହେଉଛି ମାନବ ଜାତିର ସର୍ବପ୍ରଥମ ଇତିହାସ ଗ୍ରନ୍ଥ। ସେଥିପାଇଁ ହେରୋଡୋଟସ୍କୁ ଇତିହାସର ଜନକ ବୋଲି କୁହାଯାଏ ବା ଫାଦର ଅଫ୍ ହିଷ୍ଟୋରି ବୋଲି କୁହାଯାଏ। ତ ପିଲାମାନେ, ଆମେ ଆଉ ଟିକେ ଆଲୋଚନା କରିବା ଯେ ଇତିହାସର ଅର୍ଥ କେମିତି ଭିନ୍ନ ଭିନ୍ନ ସମୟରେ ପରିବର୍ତ୍ତିତ ହେଲା। ଗ୍ରୀକ୍ ମାନଙ୍କୁ ଅନୁସରଣ କରି ପରବର୍ତ୍ତୀ ସମୟରେ ପ୍ରାଚୀନ ରୋମାନ ମାନେ ମଧ୍ୟ ଇତିହାସ ରଚନା କରିବାର ଆରମ୍ଭ କଲେ। ଏହି ସମୟର ଇତିହାସରେ ଅତ୍ୟଧିକ କାଳ୍ପନିକ କଥାବସ୍ତୁ ଦେଖିବାକୁ ମିଳୁଥିଲା। କେତେକଙ୍କ ମତରେ କୁହାଯାଏ ଯେ ଆମ ଭାରତବର୍ଷରେ ଯେଉଁ ପୁରାଣ ମାନ ଲେଖା ହେଇଥିଲା, ସେହି ପୁରାଣ ମାନଙ୍କ ପାଖାପାଖି ଏଇ ରୋମାନ ମାନଙ୍କର ଇତିହାସ ଗ୍ରନ୍ଥର ରୂପ ସେହି ପାଖାପାଖି ଥିଲା। କିନ୍ତୁ ପଞ୍ଚଦଶ ଏବଂ ଷୋଡ଼ଶ ଶତାବ୍ଦୀ ପରଠାରୁ ଇତିହାସର ଅର୍ଥ ଅତୀତର ସତ୍ୟ ଘଟଣାକୁ ସୂଚାଉଥିଲା। ଏହି ସମୟରେ ଇତିହାସର ଅର୍ଥଗତ ପରିବର୍ତ୍ତନ ଘଟି ଏହା ମଣିଷର ଅତୀତକୁ ଅଧ୍ୟୟନ କରୁଥିବା ଏକ ବିଷୟର ରୂପ ଗ୍ରହଣ କଲା। ଏହିଭଳି ଭାବରେ ଇତିହାସର ଆଧୁନିକ ଅର୍ଥ ତଥା ଏହା ସହିତ ଜଡ଼ିତ ଐତିହାସିକ, ଇତିହାସକାର ଇତ୍ୟାଦି ଶବ୍ଦଗୁଡ଼ିକ ବ୍ୟବହାର ହେବା ଆରମ୍ଭ ହୋଇଗଲା। ଯଥାକ୍ରମେ ଇତିହାସର ଅର୍ଥଗତ ପରିବର୍ତ୍ତନ ଦେଖିବାକୁ ମିଳିଲା। ଅଷ୍ଟାଦଶ ଶତାବ୍ଦୀ ବେଳକୁ ମଣିଷ ସମାଜର ବିକାଶର ଗାଥା ରୂପେ ଇତିହାସ ସ୍ଥାନ ଗ୍ରହଣ କଲା। ଏହି ସମୟରେ ୟୁରୋପୀୟ ଚିନ୍ତାଧାରାରେ ଇତିହାସର କାୟା ବୈଷୟିକ ରୂପ ଗ୍ରହଣ କଲା। ସାମ୍ରାଜ୍ୟବାଦର ବିକାଶ ଏହି ଚିନ୍ତାଧାରାକୁ ଆଗକୁ ଆହୁରି ତ୍ୱରାନ୍ୱିତ କଲା। ଅତୀତର ଘଟଣାଗୁଡ଼ିକୁ ନିରବଚ୍ଛିନ୍ନ ତଥା ସମ୍ବନ୍ଧୀୟ ପ୍ରକ୍ରିୟା ରୂପେ ବିଚାର କରାଗଲା। ପ୍ରଥମ ଥର ପାଇଁ ଇତିହାସ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ନିଜ ଭିତରେ ସମାହିତ କଲା। ଇତିହାସର ପ୍ରକାରଭେଦ ଏବଂ ସେ ରୂପ ମଧ୍ୟ ବିସ୍ତୃତ ହେବାକୁ ଲାଗିଲା। ପିଲାମାନେ, ବିଂଶ ଶତାବ୍ଦୀରେ ଐତିହାସିକ ଘଟଣାଗୁଡ଼ିକର ନିର୍ଦ୍ଦିଷ୍ଟ ନିୟମ ଅନୁସାରେ ନିୟନ୍ତ୍ରିତ ହେଉଥିବାର ବିଶ୍ୱାସ କରାଗଲା। ଏହା ପରଠାରୁ ପ୍ରତ୍ୟେକ ଐତିହାସିକ ଘଟଣାଗୁଡ଼ିକର ସତ୍ୟତା ବା ଯଥାର୍ଥତା ପ୍ରତିପାଦନ କରିବାକୁ ଚେଷ୍ଟା କଲେ। ଏହି ଶତାବ୍ଦୀରେ ପୁଣି ଥରେ ଇତିହାସର ଅର୍ଥରେ ନୂଆ ରୂପ ଦେଖାଦେଲା। କେତେକ ଐତିହାସିକ ଇତିହାସକୁ ଅତୀତର ସତ୍ୟ ଘଟଣାବଳୀର ବିବରଣୀ କହିଲେ, ତ ଅନ୍ୟ କେତେକ ଐତିହାସିକ ଇତିହାସକୁ ଅତୀତର କାଳ୍ପନିକ ଓ ଆତ୍ମନିଷ୍ଠ ନିର୍ମାତା ବୋଲି ମଧ୍ୟ ମତ ଦେଲେ।
ପିଲାମାନେ ଏଇଟା ଥିଲା ଇତିହାସର ଅର୍ଥ ବିଷୟରେ। ବର୍ତ୍ତମାନ ଆମେ ଆଲୋଚନା କରିବା ଇତିହାସର ସଂଜ୍ଞା ବିଷୟରେ। ଏପର୍ଯ୍ୟନ୍ତ ଆମେ ଇତିହାସର ଆକ୍ଷରିକ ଅର୍ଥ ବୁଝୁଥିଲେ। ଏବେ ଆମେ ଇତିହାସର ସଂଜ୍ଞା ଗୁଡ଼ିକୁ ଆଲୋଚନା କରିବା। ଭିନ୍ନ ଭିନ୍ନ ଐତିହାସିକ, ଭିନ୍ନ ଭିନ୍ନ ଗବେଷକ, ଭିନ୍ନ ଭିନ୍ନ ପଣ୍ଡିତ, ଭିନ୍ନ ଭିନ୍ନ ଫିଲୋସଫର ଇତିହାସକୁ ନେଇ ଭିନ୍ନ ଭିନ୍ନ ସଂଜ୍ଞା ପ୍ରତିପାଦନ କରିଥାନ୍ତି। ଠିକ୍ ଅଛି, ଆସନ୍ତୁ ସେଇ ସଂଜ୍ଞାମାନଙ୍କ ମଧ୍ୟରୁ କିଛି ମୁଖ୍ୟ ସଂଜ୍ଞା ଗୁଡ଼ିକ ବା ଡେଫିନେସନ୍ ଗୁଡ଼ିକୁ ଆମେ ଆଜି ଆମର ଆଲୋଚନାର ପରିସରକୁ ଆଣିବା ଏବଂ ଆଲୋଚନା କରିବା। ସର୍ବପ୍ରଥମେ ଗ୍ରୀକ୍ ମାନେ ଇତିହାସର ସଂଜ୍ଞା ପ୍ରଦାନ କରିବାକୁ ଚେଷ୍ଟା କରିଥିଲେ ଏବଂ ଗ୍ରୀକ୍ର ଡାଇନୋସିୟସ୍ ବୋଲି ଜଣେ ବିଦୁଷ ଥିଲେ, ଯିଏକି ତାଙ୍କର ସଂଜ୍ଞା ପ୍ରତିପାଦିତ କରି କହିଲେ ଯେ ଇତିହାସ ଉଦାହରଣ ଦ୍ୱାରା ଶିକ୍ଷା ଦେଉଥିବା ଦର୍ଶନ ଶାସ୍ତ୍ର ଅଟେ ବୋଲି କହିଲେ। ତାର ଅର୍ଥ ହେଲା ଇତିହାସ ଆମକୁ ଏକ୍ଜାମ୍ପଲ୍ସ ମାଧ୍ୟମରେ ଆମକୁ ଶିକ୍ଷା ଦେଇଥାଏ। ତାପରେ ଆରିଷ୍ଟୋଟଲ ସେ ସଂଜ୍ଞା ପ୍ରତିପାଦିତ କରିବାକୁ ଯାଇ କହିଲେ ଯେ ଇତିହାସ ଗବେଷଣା ଦ୍ୱାରା ମାନବର ଅତୀତ ଘଟଣା ଗୁଡ଼ିକୁ ଆଲୋଚନା କରି ତାର ସତ୍ୟାସତ୍ୟ ଦର୍ଶାଇଥାଏ। ତାର ଅର୍ଥ ହେଲା ଏକ୍ସପେରିମେଣ୍ଟ କରିଥାଏ ଇତିହାସ। ମାନବ ଜୀବନର ଅତୀତକୁ ସେ ଏକ୍ସପେରିମେଣ୍ଟ କରିଥାଏ ଏବଂ ସେଇ ଏକ୍ସପେରିମେଣ୍ଟରୁ ସେ ସତ୍ୟ ଘଟଣା ଗୁଡ଼ିକୁ ଉନ୍ମୋଚିତ କରିଥାଏ ବୋଲି ସେ ମତ ଦେଲେ। ପୁଣି ପୋଲିବିୟସ୍ ଏବଂ ଥିସିଡାଇଡସ୍ ସେମାନେ ଇତିହାସର ଡେଫିନେସନ୍ ଦେବାକୁ ଯାଇ କହିଲେ ଯେ ଇତିହାସ ମନେ ରଖିଲା ବୋଲି ମହତ୍ତ୍ୱପୂର୍ଣ୍ଣ ଘଟଣା ଗୁଡ଼ିକର କାହାଣୀ ଅଟେ। ତାର ଅର୍ଥ ହେଲା ସବୁ ଅତୀତର ଘଟଣା ଇତିହାସ ନୁହଁ, କିଛି କିଛି ମହତ୍ତ୍ୱପୂର୍ଣ୍ଣ ଘଟଣା ଯାହାକୁ ଆମେ ମନେ ରଖିଥାଉ ସେଇଟା ହେଉଛି ଇତିହାସ ବୋଲି ସେମାନେ କହିଲେ। ସାର୍ ଫ୍ରାନ୍ସିସ୍ ବେକନ୍ କହିଲେ ଇତିହାସ ମାନବକୁ ବୁଦ୍ଧିଆ କରୁଥିବା ଏକ ବିଷୟ ଅଟେ। ତାର ଅର୍ଥ ହେଲା ଆମେ ଯଦି ଇତିହାସ ଅଧ୍ୟୟନ କରିବା, ଇତିହାସକୁ ପଠନ କରିବା, ଇତିହାସକୁ ଅବଲୋକନ କରିବା, ତାହେଲେ ଆମର ବୁଦ୍ଧି ପରିବର୍ତ୍ତିତ ହେବ ବା ଆମେ ଇଣ୍ଟେଲିଜେଣ୍ଟ ହେଇପାରିବା ବୋଲି ସାର୍ ବେକନ୍ କହିଲେ। ଠିକ୍ ଅଛି, ରୁସୋ କହିଲେ, ଗ୍ରେଟ୍ ଫିଲୋସଫର ରୁସୋ କହିଲେ ଇତିହାସ ଏକ କଳା ଯାହା ଅନେକ ମିଛ ମଧ୍ୟରୁ ସତ୍ୟକୁ ଖୋଜି ବାହାର କରିଥାଏ। ତାର ଅର୍ଥ ହେଲା ଇତିହାସ ଗୋଟେ କଳା ବା ଇତିହାସ ଗୋଟେ ଆର୍ଟ ଏବଂ ସେଇ ଆର୍ଟ ମାଧ୍ୟମରେ ଆମେ ଅତୀତର ମିଛ ଘଟଣା ମାନଙ୍କ ମଧ୍ୟରୁ ଆମେ ସତ୍ୟ ଘଟଣା ଗୁଡ଼ିକ ବା ସତ୍ୟ କଥାକୁ ଆମେ ଉନ୍ମୋଚିତ କରିଥାଉ। ମେଟଲାଣ୍ଡ ବୋଲି ଆଉ ଜଣେ ବିଶିଷ୍ଟ ବ୍ୟକ୍ତି ଡେଫିନେସନ୍ ଦେଲେ ଯେ ଅତୀତରେ ମଣିଷ ଯେଉଁ କାର୍ଯ୍ୟ କରିଛି ବା ଯାହା ଚିନ୍ତା କରିଛି ତାହା ହିଁ ହେଉଛି ଇତିହାସ। ଇତିହାସକୁ ନେଇକି ଆହୁରି ଅନେକ ଐତିହାସିକ ବା ଗବେଷକ ଆହୁରି ଅନେକ ଡେଫିନେସନ୍ ଦେଇଛନ୍ତି। ଆସନ୍ତୁ ପୁଣି ଆଉ କେତେକ ବିଶିଷ୍ଟ ଐତିହାସିକ ବା ପଣ୍ଡିତମାନଙ୍କର ସଂଜ୍ଞାକୁ ଆମେ ଆଲୋଚନା କରିବା। ଆର୍ନେଷ୍ଟ ବେର୍ନହେମ୍ କହିଲେ ଇତିହାସ ଏକ ବିଜ୍ଞାନ ଅଟେ ଯାହାକି ଗବେଷଣା ମାଧ୍ୟମରେ ମଣିଷର ମାନସିକ ଓ ଶାରୀରିକ ବିବର୍ତ୍ତନ ତଥା ସାମାଜିକ ପ୍ରାଣୀ ଭାବରେ ତାର କାର୍ଯ୍ୟକଳାପକୁ ସମୟ ତଥା ସ୍ଥାନ ବିଶେଷରେ ଦର୍ଶାଇଥାଏ। ଠିକ୍ ଅଛି, ତାଙ୍କ ମତରେ ସେ କହିବାକୁ ଚାହିଁଲେ ଯେ ଇତିହାସ ଏକ ବିଜ୍ଞାନ ଅଟେ କାରଣ ଏହା ପ୍ରକୃତରେ ଘଟିଥିବା ଘଟଣାର କାରଣ ଖୋଜି ବାହାର କରିଥାଏ ଓ ତାର ସତ୍ୟତା ପ୍ରତିପାଦନ କରିବାକୁ ଚେଷ୍ଟା କରିଥାଏ। ପ୍ରଖ୍ୟାତ ଐତିହାସିକ E.H. କାର୍ ବା ଏଡୱାର୍ଡ ହେଲେଟ୍ କାର୍ କହିଲେ ମାନବ ଜାତିର କୃତିତ୍ୱର କାହାଣୀ ହିଁ ହେଉଛି ଇତିହାସ। ଠିକ୍ ଅଛି, ତ ଏହି E.H. କାର୍ ଗୋଟେ ପ୍ରଖ୍ୟାତ ଗ୍ରନ୍ଥ ଲେଖିଥିଲେ ଏବଂ ସେଇ ଗ୍ରନ୍ଥର ନାଁ ଥିଲା ହ୍ୱାଟ୍ ଇଜ୍ ହିଷ୍ଟୋରୀ। ହ୍ୱାଟ୍ ଇଜ୍ ହିଷ୍ଟୋରୀ, ଇତିହାସ କ'ଣ ବୋଲି ଗୋଟେ ପୁସ୍ତକ ଲେଖିଥିଲେ ଏବଂ ସେଥିରେ ସେ କ'ଣ କହିଲେ ଇତିହାସକୁ ବର୍ତ୍ତମାନ ଓ ଅତୀତ ମଧ୍ୟରେ ଚାଲିଥିବା ଏକ ଅସରନ୍ତି କଥୋପକଥନ ତଥା ଐତିହାସିକ ଓ ତା ସମ୍ମୁଖରେ ଥିବା ତଥ୍ୟ ମଧ୍ୟରେ ଏକ ଅବିରତ ପାରସ୍ପରିକ ପ୍ରକ୍ରିୟା ଅଟେ ବୋଲି ସେ କହିଲେ। କିଏ କହିଲେ? E.H. କାର୍ କହିଲେ। କେଉଁ ପୁସ୍ତକରେ ଲେଖିଲେ? ହ୍ୱାଟ୍ ଇଜ୍ ହିଷ୍ଟୋରୀ ବୋଲି ଯେଉଁ ପୁସ୍ତକ ଲେଖିଥିଲେ ସେ ପୁସ୍ତକରେ। ତାପରେ ଭାରତର ଜିନିୟସ୍
ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ पंडित जवाहरलाल नेहरू मध्य इतिहास को लेकिन गोटे डेफिनेशन प्रदान करिसेंती। से कहते इतिहास हेउची मनीषर प्रकृति तथा यार विभिन्न रूप सहित जुग जुग धरी संघर्ष करिथिबार कहानी। यार अर्थ है आदिमानव समय मनीष प्रकृतिर विभिन्न स्वरूप को एवं ता सहित हिंस्र जंतु जंगल नदी नाल पर्वत इत्यादि सहित संघर्ष करि आसीछि और प्रकृतिर कराल रूपରୁ ନିଜକୁ रक्षा करिवार कौशल तथा विभिन्न आविष्कार मध्य करिछि जहाँकि वर्तमान अवस्था पाई नितांत आवश्यकता थिला। एही समस्त कहानी बा गाथा ही हेउछि इतिहास बोली जवाहरलाल नेहरू कहले। तापरे आउ जने विशिष्ट व्यक्ति इजे रैप्सन कहले इतिहास हेउछि मनीषर चिंताधारार विकासर विवरणी बोली से कहले। तो पिला माने आमे सीधा सीधा जदि आमे कहबा को चेष्टा करिबा ताहेले इतिहास हेउछि एभली एक विषय जहा द्वारा मनीष निजर अतीत और वर्तमान संपर्क रे अवगत होइथाय एवं भविष्यतर आकलन करि परिथाय। आज पई एतिकी आमे परवर्ती अध्याय रे आलोचना करिबा इतिहासर चरित्र बा कैरेक्टरिस्टिक ऑफ हिस्ट्री विषय रे। से विदाय दियंतु। धन्यवाद।